ସାଇକୋଲୋଜି କହିଥାଏ ଯଦି ଆପଣଙ୍କ ଗୁପ୍ତାଙ୍ଗ ଢିଲା ଅଛି ବା ଗେହିବା ସମୟରେ ଠିକ୍ ଭାବରେ ଠିଆ ହେଉନାହିଁ, ତେବେ ଏହି ଘରୋଇ ଉପାୟ ଆପଣାନ୍ତୁ। ଗୋଟିଏ ଛୋଟ ଅଦା ଖଣ୍ଡ, 2ଟି ଗୁଜୁରାତିର ଦାନା ଓ 3ଟି ଗୋଲମରିଚ ଓ ଖଣ୍ଡେ ମିଶ୍ରିକୁ ନେଇ ଏସବୁକୁ ଭଲ ଭାବରେ ପାଉଡର କରିଦିଅନ୍ତୁ ଓ ଏଥିରେ 1 ଚାମଚ କଫି ମିଶାନ୍ତୁ। ଏହାପରେ 1 ଗ୍ଲାସ ଉଷୁମ ପାଣି ନେଇ ସେହି ପାଉଡରକୁ ମିଶାଇ ଦିଅନ୍ତୁ ଓ ଏହାକୁ ପ୍ରତିଦିନ ଶୋଇବା ପୂର୍ବରୁ ଖାଆନ୍ତୁ। ଆଉ ଦେଖନ୍ତୁ ଏହାର କମାଲ। ସାଇକୋଲୋଜି କହିଥାଏ ଯେତେବେଳେ ବି ଶାରୀରିକ ସମ୍ପର୍କ ବନାଉଥିବା ସମୟରେ ମହିଳାଙ୍କ ବିଆ ଭିତରକୁ ମାଣ୍ଡଟି ପୁରାଉଛନ୍ତି, ତେବେ ସବୁବେଳେ ଉପର ଆଡ଼କୁ ମୋଡ଼ିକି ପୁରାନ୍ତୁ, କାରଣ ଏହାଦ୍ୱାରା ମହିଳାଙ୍କୁ ଅଧିକ ଘର୍ଷଣ ଅନୁଭବ ହୋଇଥାଏ ଓ ସେହି ମହିଳା ସାଥୀ ସବୁଠାରୁ ଅଧିକ ମଜା ବି ନେଇଥାନ୍ତି ଓ ବହୁତ ଜଲ୍ଦି ସନ୍ତୁଷ୍ଟ ମଧ୍ୟ ହୋଇଯାଇଥାନ୍ତି। ସାଇକୋଲୋଜି କହିଥାଏ ପୁରୁଷଙ୍କ ତୁଳନାରେ ସ୍ତ୍ରୀଙ୍କ ଭିତରେ ଶାରୀରିକ ସମ୍ପର୍କ ବନାଇବାର ଇଚ୍ଛା ଅଧିକ ହୋଇଥାଏ, କିନ୍ତୁ ସ୍ତ୍ରୀ ନିଜ ଉପରେ କାବୁ କରିପାରିଥାନ୍ତି, କିନ୍ତୁ ଏହା ଉପରେ ପୁରୁଷ ଅଧିକ କରିପାରିନଥାନ୍ତି। ସାଇକୋଲୋଜି କହିଥାଏ ଯେଉଁ ସ୍ତ୍ରୀ ବିବାହ ପୂର୍ବରୁ କେବେ ବି ଶାରୀରିକ ସମ୍ପର୍କ ବନାଇ ନଥାନ୍ତି, ତେବେ ସେ ବିବାହର ଚତୁର୍ଥୀ ରାତି ଦିନ ଅଧିକ ଡରିଥାନ୍ତି। ସାଇକୋଲୋଜି କହିଥାଏ ଭାବନାରେ ବୋହିଯାଇ କାହା ସାମ୍ନାରେ ନିଜ କମଜୋରିକୁ କହିଦେବା ସବୁଠାରୁ ବଡ଼ ମୂର୍ଖାମୀ ହୋଇଥାଏ। ସାଇକୋଲୋଜି କହିଥାଏ ଶାରୀରିକ ସମ୍ପର୍କ ବନାଇବା ସମୟରେ ମହିଳାଙ୍କ ପାଣି ପୁରୁଷଙ୍କ ଗୁପ୍ତାଙ୍ଗ ଉପରେ ଲାଗିବା ଦ୍ୱାରା ପୁରୁଷର ଗୁପ୍ତାଙ୍ଗ ଧୀରେ ଧୀରେ ଶୁକୁଟିବାକୁ ଲାଗେ। ସାଇକୋଲୋଜି କହିଥାଏ ଯଦି ଚେହେରା ବଦଳିଯାଏ ତେବେ କୌଣସି କଷ୍ଟ ହୋଇନଥାଏ, ଯଦି ଶବ୍ଦ ବଦଳିଯାଏ ତେବେ ବହୁତ କଷ୍ଟ ହୋଇଥାଏ। ସାଇକୋଲୋଜି କହିଥାଏ ଦୁନିଆରେ ଲୋକଙ୍କର ନଜର ବଦଳିବାକୁ ଲାଗୁଛି, ଯିଏ ମିଛ କହୁଛି ତାଙ୍କରି ସମ୍ପର୍କ ତିଷ୍ଠି ରହୁଛି ଓ ଯିଏ ସତ କହୁଛି ତାଙ୍କରି ସମ୍ପର୍କ ଭାଙ୍ଗି ଯାଉଛି। ସାଇକୋଲୋଜି କହିଥାଏ ବାସ୍ କଥା ସମସ୍ତେ କେବଳ ନିଜ ଲୋକ ଭଳି କରିଥାନ୍ତି, କିନ୍ତୁ ବାସ୍ତବରେ ସମସ୍ତେ ପର ଅଟନ୍ତି।